କିଛି ଲୋକ ମଳଦ୍ୱାର ବାହାର ପାର୍ଶ୍ୱରେ କିଛି ମାଂସପେଶୀ ବଢ଼ିଥିବାର ଦେଖି ତାକୁ ମଳକଣ୍ଟକ ଭାବି କାଟି ଦିଅନ୍ତି ବା ସୂତାରେ ବାନ୍ଧି ନଷ୍ଟ କରିଦିଅନ୍ତି। ଏହା କରିବା ଦ୍ୱାରା ମଳଦ୍ୱାରରେ ସେପରି ବିଶେଷ କିଛି ପରିବର୍ତ୍ତନ ହୁଏ ନାହିଁ। କିଛି ଦିନ ଆରାମ ରହିବା ପରେ ପୁଣି ରୋଗ ଲକ୍ଷଣ ଫେରିଆସେ। ମଳକଣ୍ଟକ ରୋଗର ଦୁଇଟି ମୁଖ୍ୟ କାରଣ ରହିଛି। ଗୋଟିଏ ହେଉଛି ମଳଦ୍ୱାରର ସଂକୀର୍ଣ୍ଣତା ଏବଂ ଅନ୍ୟଟି ହେଉଛି ପେଟ ସମସ୍ୟା। ଯଦି ମଳଦ୍ୱାର ସରୁ ଥାଏ ଏବଂ ସେଥିରୁ ମୋଟା ଝାଡ଼ା ନିର୍ଗତ ହୁଏ ତେବେ ମଳଦ୍ୱାର ନିଶ୍ଚୟ ଫାଟିଯିବ, କଷ୍ଟ ହେବ ଏବଂ ରକ୍ତ ମଧ୍ୟ ପଡ଼ିବ। ଆଉ ଅନ୍ୟଟି ହେଲା ପେଟ ସମସ୍ୟା। ଯଦି ଆପଣଙ୍କ ପେଟ ସମସ୍ୟା ହେତୁ ପ୍ରତିଦିନ ବହୁତ ଟାଣ ଝାଡ଼ା ନିର୍ଗତ ହୁଏ, ବାରମ୍ବାର ଝାଡ଼ା ଲାଗେ, ବହୁତ କୁନ୍ଥେଇବାକୁ ହୁଏ, ତେବେ ମଳଦ୍ୱାରରେ ସମସ୍ୟା ହେବା ସାଧାରଣ କଥା। ବେଳେବେଳେ ଦେଖାଯାଏ ଯେ ଝାଡ଼ା ନରମ ଥିଲେ ମଧ୍ୟ ମଳଦ୍ୱାର ଫାଟିଯାଏ, କଷ୍ଟ ହେବା ସହିତ ରକ୍ତପାତ ହୁଏ।